ବାତ୍ୟା ହେଇଛି ଆମେ ସବୁଥିରେ ଏଠି ରହିଛୁ ସବୁଥିରେ ଆମେ କାମ କରିଛୁ ଏଠୁ ରାତିରେ ରହିଛୁ ଏଠୁ ଛାଡିକି ଆମେ ବି ଯାଇନୁ ପେସେଣ୍ଟ ମାନଙ୍କୁ ଆମର ନିଜର ମଣିଷ ଭଳି ଭାବିଛୁ ନିଜ ଲୋକ ଭାବିକି ଆମେ ଏଠି କାମ କରିଛୁ କଲା ଭିତରେ ବି ସେ ଆଜି ଆମକୁ କାହିଁକି ଦାଣ୍ଡରେ ଠିଆ କରେଇଛନ୍ତି କୋଉ କାରଣରୁ ଆଉ ମାଲିକ ଭେଣ୍ଡର ଯୋଉ ଚେଞ୍ଜ କରିବା କଥା କହୁଛନ୍ତି ଦରକାର ପଇଲେ ଏଇ ଭେଣ୍ଡର ଆମକୁ ଘରେ ନେଇକି ଆମକୁ ଖାଇବାକୁ ଦେଇକି ଆସିଛି ଯଦି ଖାଇବା ଏଠିକି ଆମେ ନ ଆଣିକି କିଣିକି ଆଣିକି ବାହାରୁ ଆମକୁ ସେ ଏଠି ଖାଇବାକୁ ଦେଇଛନ୍ତି ଭେଣ୍ଡର କଣ ପାଇଁ ଚେଞ୍ଜ ହବ 14 ବର୍ଷ ମୁଁ କାମ କଲିଣି 14 ବର୍ଷ ଭିତରେ ଆମ ଭେଣ୍ଡର ଯିଏ ସେ ଆମେ ତାକୁ ଭେଣ୍ଡର ବୋଲି ମାନୁନା ସିଏ ଆମ ମା ବାପା ସହିତ ସମାନ କାହିଁକି ନା ଆମେ ନ ଖାଇଥିଲେ ବି ଆମକୁ ପଚାରିକି ସେ ଖାଇବା ଯୋଗେଇ ଦିଅନ୍ତି ଆମେ ଯଦି ହସ୍ପିଟାଲରେ କୋଭିଡ ଟାଇମରେ କାମ କରୁଛୁ ହସ୍ପିଟାଲରେ ଆମେ ରହିଛୁ ନା କୋଭିଡ ଟାଇମରେ କାମ କରିବୁ ମାନେ ଆଇସୋଲେସନ କରିକି ଆମେ ରହିଛୁ ଆମ ଘରେ ନେଇକି ଆମ ଛୁଆ ପିଲାଙ୍କୁ ଖାଇବା ବି ଦେଇଛନ୍ତି ଆହାର ଯୋଗେଇ ଦେଇଛନ୍ତି ଆଜି ପର୍ଯ୍ୟନ୍ତ କୌଣସି ଆମକୁ ଗାଳି କରିବା କି ଗାଳି ଗ୍ଲୋଜ କରିବା କି କୌଣସି ବେସମ୍ମାନ କରିବା କି ଆମକୁ ବେଜିତ କରିବା କୌଣସି ଏମିତି ଆମକୁ ଆମ ଭେଣ୍ଡରେ ଆଜି ପର୍ଯ୍ୟନ୍ତ କରିନାହାନ୍ତି ତେଣୁ କରିକି ଆମେ ଏଠି ଯାହା ସବୁ ଘଟେ ବେଆଇନ ପାର୍କିଂ ଲୋକ ଆକ୍ସିଡେଣ୍ଟ ହଉଛନ୍ତି ଆମେ ସବୁ ଆଖି ବୁଝି ଦଉ କ୍ରାଇଟେରିଆ ଭିତରେ ନାହିଁ ଏଇଟା ବୁଝୁଛନ୍ତି ତ ତେଣୁ କରିକି ବାହାରୁ ବହୁତ ଦୂର ଦୂରାନ୍ତ ଲୋକ ଆସୁଛନ୍ତି କି ଜମିବାଡି ବିକି ଆସୁଛନ୍ତି କେମିତି ପିଲା ପେସେଣ୍ଟ ଭଲ ହେବେ ତାଙ୍କ ପାଇଁ ଚତୁର୍ଥ କମର୍ସିଆଲ ମୁଖ୍ୟ ଲୋକ ଚତୁର୍ଥ କର୍ମକର୍ତ୍ତା ବସୁଛନ୍ତି ସମସ୍ତେ ଆଙ୍କୁ ଇଏ କରୋନା ସମୟରୁ ମା ମାନେ ସବୁ ଦୁଃଖ ତାଙ୍କୁ ଶୁଣୁଛନ୍ତି କରୋନା ସମୟରୁ ମାନେ ଘରେ ତାଙ୍କୁ ଲୋକ ପୁରୀ କୋଉଠି ଭଡା ରହୁଥିବେ କାହା ଘର ରହୁଥିବେ କି ଯାଇକି ଗୁହାଳ ସହ ରାତିରେ ସାନିଟାଇଜ ହଉ ଦୁନିଆ ପାଲାଙ୍କ ପାଇଁ ସେ ସମୟ ଡକ୍ଟର ପେସେଣ୍ଟ ଛୁଇଁବେ ଏମାର ଛୁଇଁବେ ଯୁଦ୍ଧ ସହିତ ମୃତ୍ୟୁ କାଳ ଭିତରେ ମାନେ ଯୁଦ୍ଧ କରିକି କିନ୍ତୁ ଦୁଃଖ ସହିତ କହିବା ପାଇଁ ପଡୁଛି ଇଏ ତମେ ଟିକେ କଥାରେ ଖାଲି କହ କର୍ପୋରେଟ ହାଉସ ସେଠି ପଠେଇଲା ଆରେ ଏଇ ପିଲାମାନେ ତ କାମ କରୁଥିଲେ ଦୀର୍ଘ 15 ବର୍ଷ ହେଲାଣି କଣ ଅସୁବିଧା